ଖନ୍ତାପଡ଼ା ଖଣ୍ଡଳରେ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଡ଼ିଆରେ ମଙ୍ଗଳବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକ ଉତ୍ସବ ଅବସରରେ ବିରାଟ ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର ହିନ୍ଦୁ ସମାଜର ଏକତା ବଜାୟ ରଖିବା ଏବଂ ସଂଗଠିତ ହେବା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଦିଗରେ ହୋମଯଜ୍ଞ ସହିତ 108 ହନୁମାନ ଚାଳିଶା ପଠନ ହୋଇଥିଲା। ପରେ ଖନ୍ତାପଡ଼ା ଖଣ୍ଡର ସଂଯୋଜକ ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସମାଜସେବୀ ଲଳିତ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବ ପ୍ରାନ୍ତ କାର୍ଯ୍ୟକାରିଣୀ ସଭ୍ୟ ଗୌରୀ ପ୍ରସାଦ ରଥ ଯୋଗଦେଇ ସନାତନ ଧର୍ମ ବିଷୟରେ ନିଜର ବହୁମୂଲ୍ୟ ଅଭିଭାଷଣ ରଖିଥିଲେ। ଏହି ଅବସରରେ ପଣପଣା, କସବା ଜୟପୁର, ଚକ ଜଗନ୍ନାଥପୁର ଓ ଖନ୍ତାପଡ଼ା ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସମ୍ମିଳନୀ ଜିଲ୍ଲା ସଂଯୋଜକ ପ୍ରତୀଶ କୁମାର ରଥ, ଖନ୍ତାପଡ଼ା ମଣ୍ଡଳର ସଂଯୋଜକ ବିଜୟ କୁମାର ଦାସ, ସହ ସଂଯୋଜକ ଗୋବର୍ଦ୍ଧନ ସାହୁ, ବାହାନଗା ଖଣ୍ଡର କାର୍ଯ୍ୟବାହ ରମେଶ କୁମାର ବେହେରାଙ୍କ ସମେତ ସମଗ୍ର ହିନ୍ଦୁ ସମାଜ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିବାରେ ସହଯୋଗ କରିଥିଲେ। ବାହାନଗରରୁ ମହେଶ ମଲ୍ଲିକଙ୍କ ରିପୋର୍ଟ, ଲୋକାଲ ନ୍ୟୁଜ୍ 7।